हेलो फ्रेंड्स आपण मानक आ गोटे नुआ वीडियो स्वागत। एई वीडियो मु आपण मानक बतेबी कि आपण माने जोटा कि सतर्क रहिबे किपरि जोटा कि ओडिसा रे गोटे नुआ स्कीम आसी जोटा टेलीग्राम को नै कि जोटा कि आपनक सहित फ्रॉड हे पारे आपनक बैंक अकाउंट जोटा कि आपण निजे खाली करिवे से माने नुए आपण निजे खाली करिवे केमिति कोन से माने जोटा कि आपनक ललचाइबे सब के जे डिटेल्स रे कहबी आ गोटे कथा कहूची से मानक स्कैम रे मु जोटा 6000 टंका मार देछि से मानक बुझिले तो କେମିତି କଣ କରିବେ ଯୋଉଟା କି ମୁଁ ବତେଇ ଦଉଛି ନହେଲେ ଆପଣ ମାନେ ବି ଫସି ପାରନ୍ତି ଏଇଠାରେ ଯୋଉଟା ଟେଲିଗ୍ରାମ ଗ୍ରୁପ ରେ ଯୋଉଟା ଯେମିତି ସ୍କାମ ହଉଛି ଯୋଉ ପ୍ରକାରଟା ତ ଆପଣ ମାନେ ନିଶ୍ଚିତ ଭାବରେ ଯୋଉଟା କି ଫସି ପାରିବେ ସେଠାରେ ଏମିତି ସ୍କାମ ହଉଛି ତ ଭିଡିଓକୁ ନିହାତି ଦେଖନ୍ତୁ। ସୋ ଭିଡିଓକୁ ଆରମ୍ଭ କରିବା ଆଗରୁ ଆପଣ ମାନେ ଯଦି ଆମ ଚ୍ୟାନେଲ ନୂଆ କି ଆସିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଆଉ ଭିଡିଓଟା ଟିକେ ଭଲ ଲାଗେ ତାହେଲେ ଲାଇକ୍ କରିଦିଅନ୍ତୁ। ତ ଚାଲନ୍ତୁ ଭିଡିଓଟାକୁ ଆରମ୍ଭ କରିବା। ସୋ ଦେଖନ୍ତୁ ଯୋଉଟା କି ଟେଲିଗ୍ରାମ ରେ କିପରି ସ୍କାମ ହଉଛି ଯୋଉଟା ଓଡିଶାରେ ନୂଆ କି ସ୍କାମଟା ଆସିଛି ହେଲା ଯୋଉଟା କି ଆପଣଙ୍କୁ କଣ କରିବେ जो WhatsApp ଅଛି ଆପଣଙ୍କ WhatsApp ରେ ଗୋଟେ ମେସେଜ ଆସିବ ଏପରିକା ଦେଖନ୍ତୁ ଯୋଉଟା କି ଆପଣଙ୍କୁ ଜବ୍ ଦରକାର କି କଣ ଏମିତି କହିବେ ଠିକ ଅଛି ଯୋଉଟା ଗୁଗଲ ରିଭ୍ୟୁ ଦେବା ପାଇଁ ଠିକ ଅଛି ଗୁଗଲ ରିଭ୍ୟୁ ଯୋଉଟା ହୋଟେଲ ମାନଙ୍କରେ ଯୋଉ ଗୁଗଲ ରେ ଆଡ୍ ହୋଇଥାଏ ସେମାନଙ୍କୁ ରିଭ୍ୟୁ ଦିଆଯାଏ ସେଇ ରିଭ୍ୟୁ ଦେବା ପାଇଁ ହେଲା ତ ଆପଣ ମାନେ ୟେସ୍ ଲେଖିବେ ଯୋଉଟା କି ହଁ ମତେ ଦରକାର ଏମିତି ସେମିତି କହିବେ ସୋ ଆପଣ କଣ କରିବେ ଗୋଟେ ଲିଙ୍କ ପ୍ରୋଭାଇଡ କରିବେ ଯୋଉଟା କି ଗୋଟେ ରିଭ୍ୟୁ ଦେବା ଲିଙ୍କ ତ ଆପଣ ମାନେ ରିଭ୍ୟୁ ଦେଇଦେବେ ରିଭ୍ୟୁ ଦେଲା ପରେ ସେମାନେ ମାଗିବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ନେମ୍ ଏଜ୍ ଜେଣ୍ଡର ଏମିତି କିଛି ବେସିକ ଡିଟେଲ୍ସ ଠିକ ଅଛି ପଚାରିଲା ପରେ ଆପଣଙ୍କୁ ଯୋଉଟା ଗୋଟେ ଟାସ୍କର ଗୋଟେ ରିଭ୍ୟୁର 203 ଟଙ୍କା ଆପଣଙ୍କ ଆକାଉଣ୍ଟରେ ସିଧା ପଠେଇଦେବେ ଠିକ ଅଛି ତ ଆପଣ ଯୋଉଟା କି ଏଠାରେ ଉତ୍ସାହିତ ହେଇଯିବେ ନେକ୍ସଟ ପ୍ରୋସେସଟା କଣ ରହିବ ଏମାନେ ଗୋଟେ ଲିଙ୍କ ଦେବେ ଟେଲିଗ୍ରାମର ଲିଙ୍କ ସେଠାରେ ଯୋଉଟା କି କଥା ହବ ବୋଲିକି ତ ସେଠାରେ ଆପଣମାନେ କଥା ହେବେ ତ ସେଠାରେ କଥା ହେଲା ପରେ ଆପଣମାନଙ୍କୁ ଆହୁରି ଟାସ୍କ ଦେବେ ଯୋଉଟା କି ଗୋଟେ ଟାସ୍କରେ ସେନୁ ଆପଣଙ୍କୁ 50 ଟଙ୍କା ଲେଖା ମିଳିବ ପର ଟାସ୍କ ତ ଆପଣମାନେ ଯୋଉଟା କି ସେଠାରେ କରିବେ ତିନିଟି ଟାସ୍କ କରୁଛନ୍ତି ସେଟା ଟାସ୍କ କୁହାଯାଏ ଯୋଉ ରିଭ୍ୟୁ ଦେବାଟା ତିନିଟି ଟାସ୍କ କରୁଛନ୍ତି ତାହେଲେ ଆପଣ ମାନଙ୍କୁ ଯୋଉଟା 150 ଟଙ୍କା ସେ ଟାଇମରେ ହିଁ ଆପଣଙ୍କ ଆକାଉଣ୍ଟକୁ ପଠେଇ ଦିଆଯିବ ହେଲା ଆଉ 4 ନମ୍ବର ଯୋଉ ଟାସ୍କଟା ରହୁଛି ସେଠାରେ ଆପଣଙ୍କୁ ଯୋଉଟା କି 1000 ଟଙ୍କା ପେ କରିବାର ଅଛି ସେଠାରେ 1000 ଟଙ୍କା ପେ କରିଲେ ଆପଣଙ୍କୁ 1300 ଟଙ୍କା ମିଳିବ ତ ଭାଇ ମୁଁ କଣ କଲି ମୋତେ ଜାଣିବାର ଅଛି ସେଟା କେମିତି କଣ ସ୍କାମ ହଉଛି ମୁଁ କଣ କଲି ସବୁ କିଛି କରିଦେଲା ପରେ 1000 ଟଙ୍କା ପେ କରିଦେଲି କିଛି ଟାଇମ ନେଲା ପରେ ସେମାନେ କିଛି କରେନ୍ସିକୁ ନେଇ ଠିକ ଅଛି ଯୋଉ ବିଟକଏନ ବଗେରା ରହିଥାଏ ସେଟାର କରେନ୍ସିକୁ ନେଇ ସେମାନେ ଗୋଟେ ଆକାଉଣ୍ଟ କ୍ରିଏଟ କରିବା ପାଇଁ କହିଲେ ତ ମୁଁ କ୍ରିଏଟ କରିଦେଲି ମୁଁ ଜାଣିଥାଏ କି ଏଇଟା ହଉଛି ସେମାନଙ୍କର ଯୋଉଟା ୱେବସାଇଟ ହଉ କିମ୍ବା ଆପ ହଉ ସେମାନଙ୍କର ଆପ ହିଁ ଏଇଟା ତ ମୁଁ ଯୋଉଟା କି ସେ 1000 ଟଙ୍କା ସେଠାରେ ଶୋ ହେଲା ଆଉ ସେମାନେ ଆଉ ଗୋଟେ ମତେ ଜଣଙ୍କ ଲିଙ୍କ ଦେଲେ ଯୋଉ ଟେଲିଗ୍ରାମ ରହି ସେମାନଙ୍କ ସହିତ କଥା ହବ ସେମାନେ ତମକୁ ଗାଇଡ କରିବେ କେମିତି କଣ ପଇସା ପାଇବେ ସୋ ମୁଁ କଥା ହେଲି ତ ସେମାନେ କହିଲେ ଏଠାରେ ଯୋଉଟା କି ଆମ ଟ୍ରେଡିଂ ଟାଇପର ରହେ ସେଠାରେ ଅଫ୍ କ୍ଲିକ୍ କରିକି ସବୁ କିଛି ବାୟରେ କ୍ଲିକ୍ କରିଦେବ ବୋଲିକି ମୁଁ କରିଦେଲି ସେଠାରେ ଯୋଉଟା କି 180 ଯୋଉଟା କି 180 ସେକେଣ୍ଡ ଟାଇମ ନେଲା ତାପରେ ମୋର ଯୋଉଟା କି 1000 ଟଙ୍କା 1300 ଟଙ୍କା ହେଇଗଲା ସେଟା ହେଲା ତାପରେ କଣ କହିଲେ ହଉ ତମର କମ୍ପ୍ଲିଟ ହେଇଯାଇଛି ଆଉ ଏମିତି ସେମିତି କହିଲା ପରେ ସେମାନେ ଯୋଉଟା କି ସେ 1300 ଟଙ୍କା ମୋ ଆକାଉଣ୍ଟରେ ପଠେଇଦେଲେ ଠିକ ଅଛି ତ ଯୋଉଟା କି ମୁଁ କରିଚାଲିଲି ଆଉ ଗୋଟେ ଟାକ୍ସ ଆସିଲା ଯୋଉଟା କି ସେମାନେ କହିଲେ ଏଠାରେ 3000 ଟଙ୍କା ଆପଣଙ୍କୁ ପେ କରିବାର ଅଛି ଆଉ ଆପଣ ମାନେ ଯୋଉଟା କି 3900 କେତେ ଏତେ ଗୋଟେ ବୁଝାଗଲା ତ ମୁଁ କଣ କଲି 3000 ଟଙ୍କା ଯୋଉଟା କି ପେ କରିଦେଲି ଠିକ ଅଛି 3000 ଟଙ୍କା ପେ କରିଦେଲି ସେମାନେ ତାପରେ ମତେ କହିଲେ କି ଆପଣ ଯୋଉଟା କି 12 ନମ୍ବର ଟାସ୍କ ଯୋଉଟା କି ପୁରା କରିବା ଅଛି ତାପରେ ଆପଣଙ୍କୁ ଏଇଟା ରିଫଣ୍ଡ ମିଳିବ ଯୋଉଟା କି 3900 ଟଙ୍କା ହଉ କହିଲି ମୁଁ ତାପରେ ଯୋଉଟା 12 ନମ୍ବର ଟାସ୍କ ଯେତେବେଳେ ଆସିଲା ସେମାନେ ଆହୁରି ପଇସା ମାଗିଲେ ମତେ ମୁଁ କହିଲି ମୋ ପାଖରେ ପଇସା ନାହିଁ ଏମିତି ସେମିତି କହିଲି ତ ସେମାନେ କଣ କହିଲେ ହଉ ହେଇଯିବ କିଛି ଅସୁବିଧା ନାହିଁ ସେମିତି କହିଲେ ଠିକ ଅଛି ତ ଆପଣ ମାନେ ମାଇଣ୍ଡ ସେଟ ବୁଝିପାରୁଛନ୍ତି ତ ସେମାନେ କେମିତି ମାନେ ନିଜକୁ ପ୍ରୁଭ କରୁଛନ୍ତି କି ଯେ ଆମେ ସ୍କାମର ନୁହେଁ ହେଲା ତ ସେମାନେ କଣ କଲେ ଯୋଉଟା ମୋ ପଇସା ଥିଲା 3900 ଟଙ୍କା ଯୋଉ ହେବାର ଥିଲା ସେମାନେ ମୋ ଆକାଉଣ୍ଟକୁ ପଠେଇଦେଲେ ହେଲା ତାପରେ ଆଉ ଗୋଟେ ଦିନ ଆସିଲା ଆଉ ଗୋଟେ ଟାସ୍କ କଲି ଏମିତି କଲି ଭାଇ ମୁଁ ଜାଣି ସାରିଲି ଏଇଟା ସ୍କାମ ବହୁତ ବଡ ସ୍କାମ ଏଇଟା କରିବ ତ ମୁଁ କଣ କଲି ଯୋଉଟା 3 ନମ୍ବର ଟାସ୍କ ଥାଏ 150 ଟଙ୍କା ପାଇଲା ପରେ ଟୋଟାଲ ମୁଁ ଏମିତି କରିକି ଯୋଉଟା 6000 ଟଙ୍କା ଖଣ୍ଡେ ସେମାନଙ୍କଠୁ ଠକି ଦେଇଛି ହେଲା ତ ସେମାନେ ବି ଭାବୁଛନ୍ତି କି ମୁଁ ସେମାନଙ୍କୁ ଠକି ଦେଇଛି ହେଲା ସୋ କଣ କଲି ନା ମତେ ଇଣ୍ଟରେଷ୍ଟ ନାହିଁ ଆପଣଙ୍କ ଗେମରେ ମୁଁ ଖେଳିବାର ନୁହେଁ ଆପଣ ବନ୍ଦ କରିଦିଅନ୍ତୁ ଏମିତି ସେମିତି କହିଲା ପରେ ମୁଁ ସେଟା ସବୁ କିଛି ଡିଲିଟ କରିଦେଲି ତ ଏଠାରେ କଣ ହେବ ଯୋଉଟା କି ଆପଣ ମାନେ ପାଇବେ ପଇସା ତ ଲାଲଚ ବଢିଯିବ ଆପଣଙ୍କୁ ସେନୁ ଯୋଉଟା କି 5000 ର ଏଇଟା ଆମ ଟାକ୍ସଟା କରନ୍ତୁ ବୋଲିକି କହିବେ 5000 ଟଙ୍କାର ତ ଆପଣ ମାନେ ପେ କରିଦେବେ ଯେହେତୁ ପଇସା ମିଳିଛି ଆପଣଙ୍କୁ ଏତେ ପାର ତ ଆପଣଙ୍କ ଭରସା ଅଛି ପେ କଲା ପରେ ଆପଣଙ୍କୁ କଣ କହିବେ କି ନା ଆପଣଙ୍କୁ ଆଉ 10,000 ଟଙ୍କା ପେ କରିବାକୁ ପଡିବ ବୋଲିକି ସୋ ଆପଣ ମାନଙ୍କୁ ଏମିତି କରିଦେବେ କି ଆପଣ ମାନେ ନିହାତି ପେ କରିବା ପାଇଁ ପଡିବ ସୋ ଯୋଉ 10,000 ଟଙ୍କା ପେ କରିବେ ଠିକ ଅଛି ତ ଆପଣ ମାନେ ପାଇବେ ବୋଲିକି ଆଶା ଥିବ ଆପଣଙ୍କ କିନ୍ତୁ ସେମାନେ କହିବେ କି ଏଇଟା ପେମେଣ୍ଟ ଯାଉନି ଏମିତି ସେମିତି କହିବେ ଆଉ ଯୋଉଟା କି ଆଉ 25,000 ଟଙ୍କା ଆଡ କର ବୋଲିକି ଠିକ ଅଛି ତ ଯଦି ଆପଣ ମାନେ ଯୋଉଟା କି 25,000 ଟଙ୍କା ପେ କରିଦେଲେ ତ ଆପଣଙ୍କୁ ପୁରା ଲୁଟି ଦେବେ ଠିକ ଅଛି ଯୋଉଟା କି ଏମିତି କଥା କହି 10,000 15,000 30,000 କହି ଆପଣଙ୍କ ଆକାଉଣ୍ଟ ଟା ଖାଲି କରିଦେବେ ତ ଆପଣ ମାନେ ଯୋଉଟା କି ସତର୍କ ରୁହନ୍ତୁ ଏମିତି ଯୋଉ ସ୍କାମ ରହୁଛି
ଏଠାରେ ଯୋଉଟାକି ଫସନ୍ତୁ ହିଁ ନାହିଁ। ଠିକ୍ ଅଛି, ଲାଲଚ ବଢ଼ିଗଲେ ଆପଣଙ୍କ ପଇସା ବି ସବୁ କିଛି ପଳେଇଯିବ। ଠିକ୍ ଅଛି, ତ ଆପଣମାନେ ଏଇ ସ୍କାମ୍‌ରେ ଫସନ୍ତୁ ନାହିଁ, ନହେଲେ ବହୁତ ଯୋଉଟାକି ପସ୍ତାଇବେ, ଆକାଉଣ୍ଟଟା ଆପଣଙ୍କ ଖାଲି ହେଇଯିବ ହେଲା। ତ ଏଇ ଭିଡିଓରେ ଏତିକି, ଆଉ ଗୋଟେ ଭିଡିଓରେ ଦେଖା ହବା। ଥ୍ୟାଙ୍କ୍ସ ଫର ୱାଚିଂ।